ଶ୍ରେଣୀ ପଞ୍ଚମ, ବିଷୟ ବିଜ୍ଞାନ, ଜଳ ହିଁ ଜୀବନ। ଗତ କାଳାଂଶରେ ଆମେ ପଢ଼ିଥିଲେ ଜଳଭାଗ ଏବଂ ସ୍ଥଳଭାଗ, ଲୁଣି ଜଳ ଓ ମଧୁର ଜଳ, ମଧୁର ଜଳର ପ୍ରାକୃତିକ ଉତ୍ସ, ଜଳର ବିଭିନ୍ନ ଅବସ୍ଥା ଏବଂ ଜଳଚକ୍ର ବିଷୟରେ। ଆଜି ଆମେ ପଢ଼ିବା ଭୂତଳ ଜଳ। ବର୍ଷା ହେଲେ କିଛି ଜଳ ମାଟିରେ ଭେଦିଯାଏ। ଏହି ଜଳ ମାଟି ଓ ପଥର ସ୍ତର ଦେଇ ଭିତରକୁ ଚାଲିଯାଏ। ଗଭୀର ଭୂତଳରେ ଯେଉଁ ଜଳ ଜମା ହୁଏ ତାକୁ ଭୂତଳ ଜଳ ବୋଲି କୁହାଯାଏ। ଆମେ ଆମର ବ୍ୟବହାର ପାଇଁ କୂପ, ନଳକୂପ କିମ୍ବା ବୋରୱେଲ୍ ଖୋଳି ଏହି ଭୂତଳ ଜଳକୁ ପାଇଥାଉ। ଇଏ ହେଉଛି କିଭଳି ମାଟିର ସ୍ତର ଏବଂ ତଳେ କିଭଳି ଜଳ ଅଛି ତାକୁ ଆମେ ଦେଖିପାରୁଛେ। ଭୂତଳ ଜଳର ପୁନଃ ଭରଣା ମାନେ କେମିତି ପୁଣି ମାଟି ତଳର ଜଳ ବୃଦ୍ଧି ପାଇବ। ଖୋଲା ସ୍ଥାନ, ଏଇଭଳିଆ ଖୋଲା ସ୍ଥାନରେ ବର୍ଷା ପାଣି ପଡ଼ି ମାଟି ତଳକୁ ଶୀଘ୍ର ଯାଇଥାଏ ଏବଂ ଭୂତଳର ଜଳସ୍ତର ବୃଦ୍ଧି ପାଇଥାଏ। ଯେତେ ଖୋଲା ସ୍ଥାନ ରହିବ ସେଇଠାରେ ଅଧିକ ପରିମାଣର ଜଳ ଭୂତଳକୁ ଯାଇଥାଏ। ଏବଂ ଏହା ବ୍ୟତୀତ ସକପିଟ୍ ବା ଜଳ ଶୋଷକ ଗାତ, ତାହା ଦ୍ୱାରା ପାଣି ଭିତରକୁ ଯାଇଥାଏ। ପୋଖରୀରେ ପାଣି ରହିଲା ପରେ ସେ ତଳକୁ ଯାଏ। ଚେକ୍ ଡ୍ୟାମ୍ ଏବଂ ବୃକ୍ଷରୋପଣ ଦ୍ୱାରା ଆମେ ଭୂତଳର ଜଳସ୍ତରକୁ ବୃଦ୍ଧି କରିପାରିବା। ଖୋଲା ସ୍ଥାନମାନଙ୍କରେ ଜଳ ସହଜରେ ମାଟି ଭିତରକୁ ପ୍ରବେଶ କରିଥାଏ ଏବଂ ସକପିଟ୍, ପୋଖରୀ, ମନୁଷ୍ୟକୃତ ହ୍ରଦ, ଚେକ୍ ଡ୍ୟାମ୍ ଏବଂ ଅଧିକ ବୃକ୍ଷରୋପଣ କରିବା ଦ୍ୱାରା ବର୍ଷା ଜଳକୁ ଭୂମି ତଳେ ପୁନର୍ବାର ଭରଣା ହେବାରେ ସାହାଯ୍ୟ କରିଥାଏ। ଏହା କଲେ ଭୂତଳର ଜଳ ଶୀଘ୍ର ବୃଦ୍ଧି ପାଇବ। ଏହାକୁ ରେନ୍ ୱାଟର ହାର୍ଭେଷ୍ଟିଂ ମଧ୍ୟ କୁହାଯାଏ। ସେହିପରି କଂକ୍ରିଟ ରାସ୍ତା, ପିଚୁ ହୋଇଥିବା ରାସ୍ତା କିମ୍ବା ବିଭିନ୍ନ ସ୍ଥାନରେ ଯେଉଁ ପିଚୁ ହେଉଛି, କଂକ୍ରିଟ କରାଯାଉଛି, ସିମେଣ୍ଟ ଟାଇଲ୍ ଦ୍ୱାରା ଯେଉଁ ବନାଯାଉଛି ରାସ୍ତା, ଏହା ଦ୍ୱାରା ସହରର ସିମେଣ୍ଟ କରାଯାଇଥିବା ସ୍ଥାନ ଗୁଡ଼ିକରେ ବର୍ଷା ଜଳ ସହଜରେ ମାଟି ଭିତରକୁ ଯାଇପାରେ ନାହିଁ, ଯାହା ଭୂତଳ ଜଳ ପୁନଃଭରଣା ହେବାରେ ବାଧା ସୃଷ୍ଟି କରେ। ଭୂପୃଷ୍ଠ ଜଳ, ଆମେ ବର୍ତ୍ତମାନ ଭୂ ଉପରେ ଥିବା ଜଳକୁ ଆମେ ଜାଣିବା। ଭୂତଳ ଜଳ ପରି ନଦୀ, ପୋଖରୀ, ହ୍ରଦ ଇତ୍ୟାଦି ମଧୁର ଜଳର ପ୍ରାକୃତିକ ଉତ୍ସ। ଗୋଟିଏ ନଦୀ ସାଧାରଣତଃ ପର୍ବତ ଉପରୁ ବାହାରି ସମତଳ ଭୂମିରେ ପ୍ରବାହିତ ହୁଏ। ଜଳ ତା'ର ଗତିପଥରେ ଭୂମିରୂପ ଅନୁସାରେ ପ୍ରବାହିତ ହୁଏ। କେଉଁଠି ଅଟକି ଯାଏ ତ କେଉଁଠି ବଙ୍କେଇ ଯାଏ। ଜଳ ପ୍ରବାହ ଭୂମି ରୂପକୁ ପରିବର୍ତ୍ତନ କରିପାରେ। ଇଏ ହେଉଛି ସେଇଭଳିଆ କିଭଳି ପର୍ବତରୁ ନଦୀ ପ୍ରବାହିତ ହେଉଛି ଏବଂ ବିଭିନ୍ନ ସ୍ଥାନମାନ ଦେଇ ପ୍ରବାହିତ ହେଉଛି। ଯେମିତି ହିମବାହ, ଯେଉଁଠି ବରଫ ପଡ଼ୁଛି, ହିମବାହରୁ ଝରଣା ସୃଷ୍ଟି ହେଉଛି ଏବଂ ତାହା ନଦୀ ଭାବରେ ବଢ଼ି ଚାଲିଛି। ଏହା ବିଭିନ୍ନ ସ୍ଥାନରେ ବିଭିନ୍ନ ନଦୀ ଉପତ୍ୟକା, ପାର୍ବତ୍ୟ ଉପତ୍ୟକା, ବାଲୁକା ସ୍ତୂପ, ମରୁଭୂମି ଦେଇ ଏଇଭଳିଆ ବିଭିନ୍ନ ସ୍ଥାନ ହେଇ ଆମର ନଦୀ ଜଳପ୍ରପାତ ହୋଇଥାଏ ମଧ୍ୟ। ତ ବିଭିନ୍ନ ନଦୀର ଗତିପଥ ଆରବ ସାଗର କୁଆଡ଼େ ଅଭିମୁଖେ ନର୍ମଦା, ତାପ୍ତି, ସିନ୍ଧୁ ନଦୀ ଇତ୍ୟାଦି ଯାଉଛନ୍ତି ଏବଂ ବଙ୍ଗୋପସାଗର ଆଡ଼େ ଯେଉଁମାନେ ବଙ୍ଗୋପସାଗରରେ ମିଶୁଛନ୍ତି, ଗଙ୍ଗା, ଗୋଦାବରୀ, ମହାନଦୀ, କୃଷ୍ଣା ଏଗୁଡ଼ିକ ବଙ୍ଗୋପସାଗରରେ ମିଶିଥାନ୍ତି। ଆମ ବହିର କାର୍ଯ୍ୟଫର୍ଦ୍ଦ 6ର ପ୍ରଶ୍ନ
ସୋରିଷ ମଞ୍ଜିଗୁଡ଼ିକର ଗତିପଥ କିପରି ଥିଲା। ସୋରିଷ ମଞ୍ଜିଗୁଡ଼ିକ ଢାଲୁ ଅନୁସାରେ ଉପରୁ ତଳକୁ ଗତି କଲେ। ଏହି ଗତିପଥ ସମ୍ପୂର୍ଣ୍ଣ ସିଧା ନ ହୋଇ କାଗଜର ଉଚ୍ଚ ନିଚ ସ୍ଥାନକୁ ଗତି କରିଥିଲା। ଠିକ୍ ସେଇଭଳିଆ ତିନୋଟି ସାରା ପ୍ରଶ୍ନର ଉତ୍ତର ଲେଖି ଦିଆହେଇଛି। ଏହାକୁ ଦେଖି ଲେଖିନେବ। ଆଜି ଏହି କାଳାଂଶରେ ଏତିକି। ଆସନ୍ତା କାଳାଂଶରେ ଆମେ ତା ପରବର୍ତ୍ତୀ ପାଠକୁ ପଢ଼ିବା। ଧନ୍ୟବାଦ।